ବିହାର ବିଧାନସଭା ନିର୍ବାଚନ ସହ କେନ୍ଦ୍ର ନିର୍ବାଚନ ଆୟୋଗ ଅନେକ ରାଜ୍ୟର ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର 11 ଭୋଟିଂ ଏବଂ ନଭେମ୍ବର 14 ହେବ ଭୋଟ ଗଣତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ଇସିଆଇ ଅନୁଯାୟୀ ଆସନ୍ତା 13ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର 20ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର 22ରେ ପ୍ରାର୍ଥୀପତ୍ର ଯାଞ୍ଚ, 24ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଏହାପରେ ନଭେମ୍ବର 11 ଭୋଟିଂ ଥିବା ବେଳେ ନଭେମ୍ବର 14ରେ ଭୋଟ ଗଣତି ରହିଛି। ସୂଚନାଯୋଗ୍ୟ, ବିଜୁ ଜନତା ଦଳର ନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଛି। ଏହି ଆସନରୁ ରାଜେନ୍ଦ୍ର ଢୋଲକିଆ 2024ରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ 2019ରେ ବିଜେଡି ଟିକେଟରୁ ଲଢ଼ି ଜିତିଥିଲେ, କିନ୍ତୁ 2025 ସେପ୍ଟେମ୍ବର 8ରେ ତାଙ୍କର ପରଲୋକ ଘଟିଥିଲା। ଏହାପରେ ଏବେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନ ପାଇଁ ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ରହିଛି। ଏହି ଆସନ ଅକ୍ତିଆର କରିବା ପାଇଁ ବଳ କଷାକଷି ହେଲେଣି ତିନି ଦଳ। ବିଜେଡି ନବୀନଙ୍କ ଲୋକପ୍ରିୟତା ସହ ଅନୁକମ୍ପାମୂଳକ ଭୋଟ ସାଉଁଟି ନିର୍ବାଚନ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛି। କଂଗ୍ରେସ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଏହି ଆସନ ହାତେଇବାକୁ ଯୋଜନା କରୁଛି। ଅନ୍ୟପଟେ ପ୍ରଥମ ଥର ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ଜନହିତକର ଯୋଜନାକୁ ପାଥେୟ କରି ନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଛି। ଦେଖିବାକୁ ବାକି ରହିଲା ଏହି ଆସନ କେଉଁ ପାର୍ଟି ଜିତୁଛି।